ବନ୍ଧୁଗଣ, ଦୈନିକ ରାଶିଫଳ ବିଭାଗକୁ ଆପଣ ସମସ୍ତଙ୍କୁ ପୁଣ୍ୟ ନିମନ୍ତ୍ରଣ। ଆମେ ଆଜି ଆଲୋଚନା କରିବା 23 ତାରିଖ ମଙ୍ଗଳବାର ବିଷୟରେ। ଆଜିର ସୂର୍ଯ୍ୟାସ୍ତ 5:11:54 ମାନେ 5:11 ପରେ, ସୂର୍ଯ୍ୟାସ୍ତ 5:11 ପରେ। ଆଉ ଅଶୁଭ ସମୟ ଦିନ 2:32ରୁ 3:54, 2:32ରୁ 3:54। ଆଜି ଘାତ ବାର ହେଉଛି ମକର ରାଶିର, ଘାତ ଚନ୍ଦ୍ର ସିଂହ ରାଶି ପୁରୁଷଙ୍କର। ଘାତ ବାର ମକର ରାଶିର, ଘାତ ଚନ୍ଦ୍ର ସିଂହ ରାଶି ପୁରୁଷଙ୍କର। 23 ତାରିଖ ମଙ୍ଗଳବାର। ଏବେ ପ୍ରଥମ ରାଶି ମେଷ ରାଶି, ମେଷାଧିପ ମଙ୍ଗଳ, ବାର ହେଲା ମଙ୍ଗଳ, ତେଣୁ କାମ ହେବ ମଙ୍ଗଳ। 23 ତାରିଖ ମଙ୍ଗଳବାର, ଦ୍ୱିଜା ନକ୍ଷତ୍ରର ଅଶୁଭ ଦିନ। ଦ୍ୱିଜା ନକ୍ଷତ୍ରର ଅଶୁଭ ଦିନ। ଏତେ ମଙ୍ଗଳ ଭିତରେ ବି କିଛି ଅମଙ୍ଗଳ। ତେଣୁ ଦ୍ୱିଜା ନକ୍ଷତ୍ରଧାରୀ ବ୍ୟକ୍ତିଗଣ ସାବଧାନ। ମଙ୍ଗଳବାର ହେତୁ ମେଷାଧିପ ମଙ୍ଗଳ ଆଜି ଏ ରାଶି ପାଇଁ କେବଳ ମଙ୍ଗଳ ଚିନ୍ତା କରୁଛନ୍ତି। ଅକ୍ଳାନ୍ତ ପରିଶ୍ରମ କରି କ୍ଳାନ୍ତ ହେବେନି, ବିଶେଷ ଖୁସି ହେବେ। କର୍ମରୁ ଆନନ୍ଦ ଓ ସୁଖ ପାଇବେ। ଯିଏ ନିରଳସ କର୍ମଠ କର୍ମରଙ୍କ, ତାକୁ ଆଜି ଭାଗ୍ୟଲକ୍ଷ୍ମୀ ପୂର୍ଣ୍ଣ ସହଯୋଗ କରିବେ। ତାକୁ ଧନ ମାନ, ଭୋଜନ, ଶୟନ, ଦର୍ଶନ, ଭ୍ରମଣ, ପଠନ ଆଦି ସବୁ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବେ। ଆଉ ତା ହାତ ଖାଲି ହେବନି, ତା ମନ ଖାଲି ହେବନି, ତା ମୁଣ୍ଡ ଖାଲି ହେବନି, ତା ପକେଟ ଖାଲି ହେବନି, ତା ପେଟ ଖାଲି ହେବନି। ଆଉ ଯିଏ ମନ୍ଦ, ଅଳସ, କର୍ମକୁଣ୍ଠ, କର୍ମକୁଡ଼ି, ତା ହାତକୁ ପଇସା ଆସିବ ଅଳପ। ସେ ବିକଳିଆ ହେଇଯିବ, ଦେହ ଠିକ ରହିବ, ମନ ମୁଣ୍ଡ ବି ଠିକ ରହିବ, ବନ୍ଧୁ ସହଯୋଗ ହେବ। ମଙ୍ଗଳ ମଙ୍ଗଳ ମଙ୍ଗଳ। ହେଲେ ବୃଷ କଥା, ବୃଷାଧିପ ହେଲେ ଶୁକ୍ର, ବାର ହେଲା ମଙ୍ଗଳ। ଶୁକ୍ରଙ୍କର ମଙ୍ଗଳଙ୍କର ପଡ଼େନି, ତେଣୁ କ'ଣ ହେବ? 23 ତାରିଖ ମଙ୍ଗଳବାର ବୃଷ ରାଶି ପାଇଁ ଆଜି ବାଧା ବନ୍ଧନ ଭୟ, ସମସ୍ତ ପ୍ରକାର ଅସୁବିଧା, କୌଣସି ଚେଷ୍ଟା ସଫଳ ହେବନି। ଅପମାନ ଯୋଗ ଅଛି। ଆତ୍ମସମ୍ମାନ ଜଗି ଜୀବନଯାତ୍ରା ଆରମ୍ଭ କରନ୍ତୁ। ରୋହିଣୀ ନକ୍ଷତ୍ରର ଦିନ ସାରା ଅଶୁଭ, କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଯେହେତୁ ଦିନଟା ସମ୍ପୂର୍ଣ୍ଣ ଅଶୁଭ, ଶୁଭ କାର୍ଯ୍ୟ କରନ୍ତୁନି। ଗୁଡ଼େ ପଇସା ବର୍ବାଦ ହେଇଯିବ, କରନ୍ତୁ ନାହିଁ। ଭାଗ୍ୟାଧିପ ସାହା ହେବେନି, କାରଣ ମଙ୍ଗଳବାର ମଙ୍ଗଳଙ୍କର ଶୁକ୍ରଙ୍କର ପଡ଼େନି। କେବେ ବି ଶତ୍ରୁ ହିତ କାମନା କରେନି। ଏହି ଦୃଷ୍ଟିକୋଣରୁ ବୃଷ ରାଶିର ବନ୍ଧୁଗଣ କେବଳ ଧୈର୍ଯ୍ୟ ଧରନ୍ତୁ। ଅତୀତର କର୍ମାବଳୀକୁ ସ୍ମରଣ କରନ୍ତୁ ଯେ ଆପଣ କେତେ ଭଲ ଆଉ କେତେ ଭଲ କାମ କରିଛନ୍ତି, କେତେ ବଡ଼ ସେବକ ଆଉ କେତେ ସେବା କରିଛନ୍ତି, କେଡ଼େ ବଡ଼ ଦାତା, କେତେ ଲୋକଙ୍କୁ ଦେଇଛନ୍ତି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଏମିତି ଭାବିଲେ ନା ପାପର ପ୍ରାୟଶ୍ଚିତ ହେଇଯିବ। ଆଉ ଭୁଲ କରିବା ପାଇଁ ହାତ ଗୋଡ଼ ମନ ଯିବନି। ମିଥୁନ କଥା ବୁଝିବା। 23 ତାରିଖ ମିଥୁନ ରାଶି, ମିଥୁନ ରାଶ୍ୟାଧିପ ହେଲେ ବୁଧ, ବୁଧ ସହ ବାରାଧିପ ମଙ୍ଗଳଙ୍କର ପଡ଼େନି ଶତ୍ରୁତା। ତେଣୁ ମିଥୁନ ରାଶି ସାବଧାନ, ଦୁର୍ଘଟଣା ଭୟ ଅଛି। ଈଶ୍ୱର ନ କରନ୍ତୁ ସେ ଦୁର୍ଘଟଣା
ବଡ଼ ନ ହେଉ। ଦୁର୍ଘଟଣା ଘଟିବାରେ ଗୁରୁତର ଆଘାତ ମୁଣ୍ଡରେ ହୋଇପାରେ, ଗୁରୁତର ଆଘାତ ମୁଣ୍ଡରେ ହେଇପାରେ, ବଡ଼ ଅସୁବିଧା କଥା। ଦେହ ଅସୁସ୍ଥ ହେବ, ପୁରୁଣା ରୋଗ ବଳବତ୍ତର ହେବ, ଭାରି ପୀଡ଼ିବ। ପୁରୁଣା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପାରେ। ପୁନର୍ବସୁ ନକ୍ଷତ୍ରର ଦିନ ସାରା ଅଶୁଭ, ଏଣୁ ଆଜି କୁଆଡ଼େ ଯାତ୍ରା ନ କଲେ ଭଲ, କୁଆଡ଼େ ଯାତ୍ରା ନ କଲେ ଭଲ। ମିଥୁନ ରାଶି, ଯଦି ଅତି ଜରୁରୀ ନାହିଁ ତାହେଲେ କୁଆଡ଼େ ଯାଆନ୍ତୁ ନାହିଁ। ଅତି ଜରୁରୀ ଅଛି ତ ଅନ୍ୟର ସହଯୋଗରେ ଯାଆନ୍ତୁ। ଯଦି ବାହାରକୁ ଯିବେ, ଯେଉଁ ପୁଡ଼ାରେ ପବନ ଠିକ୍ ଠାକ୍ ଚାଲୁଥିବ, ଦୁଆର ମୁହଁର ସେଇପଟ ବନ୍ଧରେ ମୁଣ୍ଡକୁ ଲଗାଇ ହେ ଭଗବାନ କହି ସେ ପଟର ପାଦକୁ ଆଗ ବାହାରକୁ ପକାନ୍ତୁ। ଚେଷ୍ଟା କରନ୍ତୁ, ଈଶ୍ୱର ଭରସା। କର୍କଟ ରାଶି, 23 ତାରିଖ ମଙ୍ଗଳବାର, କର୍କଟ ରାଶିର ଅଶ୍ଳେଷା ନକ୍ଷତ୍ରର ଦିନ ସାରା ଅଶୁଭ, ଦିନ ସାରା ଅଶୁଭ ଅଶ୍ଳେଷା କର୍କଟର। ମାତ୍ର ମଙ୍ଗଳବାର ହେତୁ ଏଇ ଦୁଇ ବନ୍ଧୁ ଚନ୍ଦ୍ର ଆଉ ମଙ୍ଗଳ ପରସ୍ପର ସହିତ ଏକ ମଧୁମୟ ପରିବେଶ ସୃଷ୍ଟି କରିବେ। ଧନାଗମ ଯଥେଷ୍ଟ ହେବ। ଏଣୁ ସମସ୍ତ ପ୍ରକାର ବୃତ୍ତି ବ୍ୟବସାୟ ପ୍ରବୃତ୍ତି କରୁଥିବା ଲୋକେ ଭଲ ରୋଜଗାର କରିବେ। ଦେହ ସୁସ୍ଥ ରହିବ। ପୁନର୍ବସୁ ଶତକଡ଼ା 60 ଓ ପୁଷ୍ୟା ଶତକଡ଼ା 100 ଶୁଭଫଳ ପାଇ ଖୁସି ହେବେ। କିନ୍ତୁ ଯେଉଁମାନେ ଚିରରୋଗୀ, ସେ ଦୂରରୁ ଔଷଧ ଖାଉଛନ୍ତି, ଆଜି ଯାଏଁ ଭଲ ହେଇନି, ତାଙ୍କ କଥା କ'ଣ କହିହେବ? ବିଧି ବିଧାନ ବିଚିତ୍ର ପରା। 23 ତାରିଖ ମଙ୍ଗଳବାର, ସିଂହ ରାଶି ପୁରୁଷଙ୍କର ଅଶୁଭ ଦିନ, ଅଶୁଭ ବାର, ଘାତ ଚନ୍ଦ୍ର ସାବଧାନ। ସିଂହ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ପାଇଁ ବଡ଼ ଅସୁବିଧା ହେବ। ତଥାପି ଋଣ ରୋଗ ଶତ୍ରୁ ଇଏ ତିନିହେଁ ଆଜି ସିଂହ ରାଶି ପାଖରେ ପରାସ୍ତ ହେବେ। ଋଣ କରିବାକୁ ପଡ଼ିବନି, କି ଋଣଦାତା ହଇରାଣ କରିବନି, ରୋଗ ହବନି, ଯାହା ଥିବ ତା ଦବିକିରି ରହିବ, କଷ୍ଟ ଦବନି। ଶତ୍ରୁ ମୁଣ୍ଡ ଟେକି ଚାହିଁବନି କି କିଛି ମାନସିକ ଯନ୍ତ୍ରଣା ଦବନି। ଅର୍ଥାତ୍ ଋଣ ରୋଗ ଶତ୍ରୁ ପରାଜିତ ହେବେ। ସମସ୍ତ ବୃତ୍ତିରୁ, ବ୍ୟବସାୟରୁ, ଚାକିରିରୁ, ସେବାରୁ ଆଜି କଞ୍ଚା ପଇସା ମିଳିବ, ମାଲେମାଲ। କୃଷକ ଓ ବ୍ୟବସାୟୀଙ୍କର ମନ ଲାଖି ଲାଭ ହେବ। ମାନେ କୃଷକଙ୍କର ବଢ଼ିଆ ଅମଳ ହେବ। ଯେଉଁ କ୍ଷେତ୍ରରୁ 2 ମୁଠା ପାଉଥିଲେ ସେଥିରୁ ସେ 2 କୁଞ୍ଚା ପାଇବେ। 2 ଗଉଣି ପାଉଥିଲେ 2 ବସ୍ତା ପାଇବେ। ଆଶା କରିନଥିବେ ଏତେ ଅମଳ ହେବ। ସେମିତି ବ୍ୟବସାୟୀମାନଙ୍କର ଭଲ ବିକ୍ରି ହେବ, ବଢ଼ିଆ ଲାଭ ହେବ। ସିଂହ ରାଶି କଥା ସଇଲା। 23 ତାରିଖ ମଙ୍ଗଳବାର, କନ୍ୟା ରାଶିର ଆଜି ଅର୍ଥ ଲାଭ ଯୋଗ ଅଛି। କନ୍ୟା ରାଶିର ଆଜି ଅର୍ଥ ଲାଭ ଯୋଗ ଅଛି। ଏ ଯୁଗ ପାଇଁ ପରା ଖାଲି ଅର୍ଥ ଦରକାର। ଯାହା ପାଖରେ ଅର୍ଥ ଅଛି ତାର ସବୁ ଅଛି। ମାତ୍ର ବୁଧବାର ହେତୁ କଳହ, କ'ଣ ବୁଧବାର ମଙ୍ଗଳବାର ନା, ମାତ୍ର ଆଜି 23 ତାରିଖ ମଙ୍ଗଳବାର, କନ୍ୟା ରାଶ୍ୟାଧିପ ବୁଧ ହେତୁ ମଙ୍ଗଳବାର, ବାର ମଙ୍ଗଳ, କନ୍ୟାର ମାଲିକ ହେଲେ ବୁଧ। ରାଶ୍ୟାଧିପ ବୁଧ ହେତୁ
କଳହ ଓ ଦୁଃଖପୂର୍ଣ୍ଣ ସମୟ ଆସିବ। କାହା ସାଙ୍ଗରେ କଜିଆ ହେଇପାରେ, କଳହ ହେଇପାରେ, ଦୁଃଖପୂର୍ଣ୍ଣ ଯୁକ୍ତି ତର୍କ ହେଇପାରେ। ତେଣୁ ସମସ୍ୟା ଗୁରୁତର ହେବା ପୂର୍ବରୁ ଚୁପ୍ ରହିବା ଉଚିତ। ଯାହା କହିଲା କ'ଣ ସେ ବଡ଼ ଲୋକ? କହିବା ଲୋକ ତ ବଡ଼ ନୁହେଁ ନା। ଯୁଗେ ଯୁଗେ ଜ୍ଞାନୀମାନେ ଏହା କହି ଆସିଛନ୍ତି। ସହିବା ଲୋକ ବଡ଼, ଟିକେ ସହିଯିବେ, ବିପଦ କହୁ। ଏବେ ଆଜି ସିନା ଆମର ଖରାପ ବେଳ ପଡ଼ିଛି, କାଲି ତାର ଖରାପ ପଡ଼ିବ, ଆମେ କହିବା ସେ କ'ଣ ଅଛି? ସମ୍ଭାଳି ନିଅନ୍ତୁ ନା। ହସ୍ତା ନକ୍ଷତ୍ର ପାଇଁ ଦିନଟି ଅଶୁଭ। କୃଷକଙ୍କର ବଢ଼ିଆ ଅମଳ ହେବ। ବ୍ୟବସାୟୀଗଣ ସୁଖରେ ବହୁ ଆଶା କରି ସଫଳ ହେବେ। ଅନ୍ୟମାନଙ୍କର ଅଭାବ ଅନୁଭବ ହେବନି। ଦେହ, ମୁଣ୍ଡ ଓ ମନ ଠିକ୍ ଠାକ୍ ରହିବ। ସ୍ଥିର ନିଷ୍ପତ୍ତି ନେବେ। ବଢ଼ିଆ ଭୋଜନ ମିଳିବ। ବିଶେଷ କରି ଜୀବନସାଥୀ ଆଜି ମନ ଖୋଲା ହସ ଖସି ଆପଣଙ୍କୁ ସ୍ୱାଗତ କରିବେ। ଯେଉଁ ଅବିବାହିତ ସେମାନେ ନିଜ ସ୍ନେହାଧୀନା ଭଉଣୀ ଆଉ ମାନନୀୟା ମା ଠାରୁ ମଧ୍ୟ ସ୍ନେହ ଆଦର ପାଇବେ। ଝିଅ ଯଦି ବଡ଼ ହେଇଯାଇଥିବ, ସେ ମଧ୍ୟ ଆଜି ପୂର୍ଣ୍ଣ ପ୍ରାଣରେ ସେବା କରିବ। ଭଲ ଦିନ, ଶୁଭ ମଙ୍ଗଳ ଦିନ। ହଉ, 23 ତାରିଖ ମଙ୍ଗଳବାର, ତୁଳା ରାଶିର ବିଶାଖା ନକ୍ଷତ୍ରର ଦିନ ସାରା ଅଶୁଭ। ବିଶାଖା ତୁଳାର ଦିନ ସାରା ଅଶୁଭ। ମଙ୍ଗଳବାର ହେତୁ ସାବଧାନ, କାରଣ ଶୁକ୍ର ଆଉ ମଙ୍ଗଳଙ୍କର ଅସୁସ୍ଥତା ଲାଗି ରହିବ। ନାନାବିଧ ସମସ୍ୟା ଛାଇ ପରି ପାଖେ ପାଖେ ରହିବ। ଚାରିତ୍ରିକ ଅଧୋପତନ ହୋଇପାରେ। ସେଇ ତ ଅସୁବିଧା। ଚାରିତ୍ରିକ ଅଧୋପତନ ମାନେ ତ ଗଲେ ଆଉ ନା, ନ ହୁଏ ଯେମିତି ଚେଷ୍ଟା କରନ୍ତୁ। ବ୍ୟୟ ବଢ଼ିଯିବ। ଦାମ୍ପତ୍ୟ ସମ୍ପର୍କରେ ଫାଟ ସୃଷ୍ଟି ହେଇପାରେ। ମାଙ୍କ ଦେହ ବି ଅସୁସ୍ଥ ହେବ। ପାଦରେ ଆଘାତ ହେବାର ସମ୍ଭାବନା ଅଛି। ଝୁଣ୍ଟିବେ, ଗୋଡ଼ ମୋଡ଼ି ହେଇଯାଇପାରେ। ଗୋଡ଼ି ଉପରେ ପାଦ ରଗଡ଼ି ହେଇଯାଇପାରେ। କଣ୍ଟା ଫୁଟି ଯାଇପାରେ। ନହେଲେ ଯେମିତି ମୋର ପାଦ ଉପର କୁଣ୍ଡେଇ ହେଉଛି, କୁଣ୍ଡେଇ ହେବ, ଆଉ ଛିଣ୍ଡିଯିବ, ରକ୍ତ ବହିବ, କଷ୍ଟ ହେବ। ପାଦ ସମସ୍ୟା ଆଜି ହେଇଯାଇପାରେ। ଦେଖି ଚାହିଁ ପାଦ ପକାନ୍ତୁ। ଖାଲି ପାଦରେ ବାହାରକୁ ଯାଆନ୍ତୁ ନାହିଁ। ପାଦ ସମସ୍ୟା ଅଛି ମାନେ ଚେଷ୍ଟା କରନ୍ତୁ ସୁରକ୍ଷିତ ରହିବା ପାଇଁ। ବାହାରୁ ଆସିଲେ ଗରମ ପାଣିରେ ପାଦ ଟିକେ ବୁଡ଼େଇ ଦିଅନ୍ତୁ। ହଁ, 23 ତାରିଖ ମଙ୍ଗଳବାର, ବିଛା ରାଶିର ଜ୍ୟେଷ୍ଠା ନକ୍ଷତ୍ରର ଅଶୁଭ ଦିନ। ମଙ୍ଗଳବାର ଏଣୁ ବିପଦ ନାହିଁ କହିଲେ ଚଳେ, କାରଣ ତାର ମାଲିକ ପରା ନିଜେ ମଙ୍ଗଳ। ଭାଇ ଭଉଣୀ ସମ୍ପର୍କରେ ସଦ୍ଭାବ ଜାଗ୍ରତ ହେବ। ମନୋମାଳିନ୍ୟ ମେଣ୍ଟିଯିବ। ମାତ୍ର ସାଧାରଣ ବା ସାମାନ୍ୟ ଦୁର୍ଘଟଣା ଭୟ ଅଛି। ବିଛା ରାଶିର ଆଜି ସାଧାରଣ ଦୁର୍ଘଟଣା ଭୟ ଅଛି, ଟିକେ ହୁସିଆର। ଧନ ଲାଭ ଯୋଗ ଅଛି। କେବଳ କର୍ମରଙ୍କ କର୍ମଠ କର୍ମପ୍ରିୟଙ୍କୁ ଏହି ସୁଯୋଗ ଲାଭ ହେବ। ଆଉ ଯିଏ କର୍ମ କୁଢ଼ି ଅଳସ, ସେମାନେ ଖାଲି ଚାହିଁଥିବେ ବିଲୁଆ ଅଙ୍ଗୁରକୁ ଚାହିଁଲା ଭଳିଆ। ଅଳସ କର୍ମ କୁଢ଼ି ଏ ସୁଖରୁ ବଞ୍ଚିତ ହେବେ ବା ସାମାନ୍ୟ ପାଇବେ। ଦେହ ଠିକ୍ ରହିବ। ସମ୍ପର୍କ ମଧୁମୟ ହେବ। ଆଉ ସବୁ ଇଚ୍ଛା ଆଶା ଯାହା ଭଲ ଇଚ୍ଛା ତା ପୂରଣ ହେବ, ମନ୍ଦ ଇଚ୍ଛା ନୁହେଁ। 23 ତାରିଖ ମଙ୍ଗଳବାର, ଧନୁରାଶି, ପୂର୍ବାଷାଢ଼ା ନକ୍ଷତ୍ର ପାଇଁ ଅଶୁଭ ଦିନ। ମାତ୍ର ମଙ୍ଗଳବାର ହେତୁ
ସମସ୍ୟା ଗୁରୁତର ହେବନି, ବରଂ ମନ ଆକୁଳ ବ୍ୟାକୁଳ ହେବ। ଅପରାଧୀର ମନ ଯେମିତି ଛଟପଟ ହୁଏ, ଆଜି ଧନୁ ରାଶିର ମନ ଆକୁଳ ବ୍ୟାକୁଳ ହେବ। ଶାନ୍ତି ବ୍ୟାହତ ହେବ। ଆଖି ପୀଡ଼ା ହୋଇଯାଇପାରେ, ହୁଏତ ପୋକ ପଡ଼ିଯାଇପାରେ, ବାଲି ପଡ଼ିଯାଇପାରେ ବା ଖୁଞ୍ଚି ହେଇପାରେ। କୌଣସି କାରଣରୁ ଆଖି ସମସ୍ୟା ହୋଇଯାଇପାରେ। ଧନ ଆୟ ହେବ, ମନ ଅସୁସ୍ଥ ହେବ, ଦେହ ସୁସ୍ଥ ରହିବ। ଏଣୁ ଦିନଟି ଶାନ୍ତିପ୍ରଦ ନୁହେଁ। ଖାଲି ତ ଧନ ଟିକେ ଆସିବ, ଆଉ ମନ ଯଦି ସୁଖରେ ନାହିଁ ତାହେଲେ ଆଉ କିଛି ସୁଖ ନାହିଁ। ମନର ମୂଳେ ଏ ଜଗତ। ମନ ଦୃଢ଼ ଥିଲେ ଗାଡ଼ିଆ ଗଙ୍ଗା। ହଁ, 23 ତାରିଖ ମଙ୍ଗଳବାର, ମକର ରାଶିର ଘାତ ବାର। ମକର ରାଶିର ଘାତ ବାର। ଶ୍ରବଣା ନକ୍ଷତ୍ରର ଦିନ ସାରା ଅଶୁଭ। ଶ୍ରବଣା ନକ୍ଷତ୍ରର 22 ନକ୍ଷତ୍ରର ଦିନ ସାରା ଅଶୁଭ। ଏହି ଅଶୁଭତ୍ୱ ଖାଲି ମୁହଁ ଦେଖାଇବ। ଖାଲି ଅଶୁଭ ସଂକେତ ମିଳିବ, ଅଶୁଭ ଆଉ ଫୁଟାଣି ଦେଖାଇ ପାରିବନି। ତେଣୁ ଶ୍ରବଣା ନକ୍ଷତ୍ର ମକର ରାଶି ମାନେ ଭାଙ୍ଗି ପଡ଼ନ୍ତୁନି। ଦୁଃଖ ଆସିବ, ମୁହଁ ଦେଖାଇବ, କିଛି କ୍ଷତି କରିବନି। ସମସ୍ୟା ଆସିବ, କାନରେ ବାଜିବ, କିଛି କ୍ଷତି ହେବନି। କିନ୍ତୁ ଶୁଭ ଫଳ ହବ। ମଙ୍ଗଳବାର ନା, ଟିକେ ଅସୁବିଧା ବା। ମକର ରାଶିଙ୍କର ଶନି ମଙ୍ଗଳଙ୍କର ପଡ଼େନି। ଦେହ ପୂର୍ବ ରୋଗ ଭଲ ହେଇଯିବ, ସୁସ୍ଥ ଲାଗିବ। କିନ୍ତୁ ମଙ୍ଗଳବାର, ତା ବୋଲି କିଛି ଭୁଲ କାମ କରିବେନି। ଭୁଲ କଲା ମାତ୍ରେ ଦଣ୍ଡ ଭୋଗିବେ। ଯେହେତୁ ଆଜି ଘାତ ବାର, ଜାଣିକିରି ଭୁଲ କରିବେନି, ଫୁଟାଣି ଦେଖାଇବେନି। ସୁସ୍ଥ ହେଇଯିବେ, ପୁରୁଣା ରୋଗ ଭଲ ହେଇଯିବ, ମନ ଶାନ୍ତି ଲାଗିବ, ଆୟ ବି ବଢ଼ିଯିବ, ବଢ଼ିଆ ଭୋକ ହେବ, ଆଉ ଖାଦ୍ୟ ବି ପାଖରେ ଥିବ। ତୁମକୁ ଯେଉଁମାନେ ଭଲ ପାଆନ୍ତି ସେଇ ଲୋକମାନେ ତୁମ ପାଖକୁ ଆସିବେ ଆଜି। ଯିଏ ନ ଆସିପାରିବେ ଫୋନ୍ କରିବେ, ସୁଖ ଲାଗିବ, ଶାନ୍ତି ଲାଗିବ। ଯେଣୁ ଘାତ ବାର, ତେଣୁ ସାବଧାନତା ସହ ବଞ୍ଚିଲେ ଭଲ। ତରବର ହେବେନି, ହେଲେ ପାଇବେ କ'ଣ? କଷ୍ଟ। 23 ତାରିଖ ମଙ୍ଗଳବାର, କୁମ୍ଭ ରାଶିର ପୂର୍ବଭାଦ୍ର ନକ୍ଷତ୍ରର ଅଶୁଭ। ମଙ୍ଗଳବାର ହେତୁ ସାବଧାନ। ରାଶ୍ୟାଧିପତି ଶନି ମଙ୍ଗଳଙ୍କର ପଡ଼େନି। ଆଜି ବ୍ୟୟଯୋଗ, ସବୁ ବ୍ୟୟ ହେଇଯିବ। ସ୍ୱାସ୍ଥ୍ୟ, ସମ୍ମାନ, ଧନ, ମିତ୍ର ସମସ୍ତେ ପାଖରୁ ପଳେଇଯିବେ। ଆଜି ବ୍ୟୟଯୋଗ, ସ୍ୱାସ୍ଥ୍ୟ, ଧନ, ସମ୍ମାନ, ମିତ୍ର, ସୁଖ, ଶାନ୍ତି ଆଜି ବିପଦରେ ପଡ଼ିଯିବ। ବିବିଧ ବ୍ୟୟ ହେବ, ବିବିଧ ବ୍ୟୟ। ଭଲ ଖବର କିଛି ନାହିଁ। କୁମ୍ଭ ପାଇଁ ଆଜି ଭଲ ଖବର କିଛି ନାହିଁ। ଯେଉଁମାନେ ଛଳନା ପ୍ରିୟ କୁମ୍ଭ ରାଶି, ତାଙ୍କ ପାଇଁ ଆଜି ଭୟଙ୍କର ଦିନ। ଯେଉଁମାନେ ଆଜି ପର୍ଯ୍ୟନ୍ତ ଅନ୍ୟକୁ ଠକି ଆସିଛନ୍ତି, ଦଣ୍ଡ ଦେଇ ଆସିଛନ୍ତି, ଘୃଣା କରି ଆସିଛନ୍ତି, ସ୍ୱାର୍ଥପର ହେଇଛନ୍ତି, ଲୋଭୀ ହେଇଛନ୍ତି, ପ୍ରକୃତ ବ୍ୟକ୍ତିକୁ ତା ପ୍ରାପ୍ୟ ଦେଇନାହାନ୍ତି, ବଡ଼ ସ୍ୱାର୍ଥପର ହେଇଛନ୍ତି, ତାଙ୍କୁ ଆଜି ଦୈବ ବିଦ୍ଧା ଉପରେ ବିଦ୍ଧା ଦେଇ ଚାଲିବ। ସାବଧାନ। ଅତୀତକୁ ଟିକେ ମନେ ପକାଇ ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ତତ୍ପର ହୁଅନ୍ତୁ। କୁମ୍ଭ ପାଇଁ ଆଜି ଭଲ ଦିନ ନୁହଁ କୌଣସି ପ୍ରକାରରେ। ଆଉ ଯେଉଁମାନେ ସେବକ, ଯେଉଁମାନେ କର୍ମଠ, ଯେଉଁମାନେ ପରୋପକାରୀ, ଶାନ୍ତିପ୍ରିୟ, ଜ୍ଞାନୀ, ବିବେକୀ, ବିଚାରବନ୍ତ, ଧୀର ସ୍ଥିର, ତାଙ୍କୁ ଆଜି ବିପଦ ହଲେଇ ପାରିବନି। ସେମାନଙ୍କୁ ସୁଖ ପରେ ସୁଖ ମିଳିବ, କିନ୍ତୁ ଟିକେ କମ୍।
मीन राशि 23 तारीख मंगलवार हेतु मीन को सहज सहाय हेबे गुरु। आज मीन राशि की गुरु मान देवगुरु बृहस्पति सहाय हेबे। आज रेवती नक्षत्र शुभ दिन बृहस्पति करुणारू देह मुंड ठीक ठाक रहिबो। धन मान बंधु पाखक आसबे। कृषकंकर बढ़िया लाभ हेबो। चिकित्सक शिक्षक आईनजीवी एमाने सेमानक वृत्तिर यथेष्ट बेसी लाभ करिवे। भल रोजगार हेबो। शांति सुख अवश्य मिलिबो मीन राशि को। हेले सेई मानकु मिलिबनी जो माने पर बुद्धि रे परिचालित होउछंती तांको आज बृहस्पति व धक्काटे देवे। बंधु आज एतिकी ईश्वर चाहिए आसंता काली यही समय मु कुलमणि पंडा 8093355583 मोर फोन नंबर। मोर नमस्कार।